ତେଣୁ ଯେଉଁ ରାଜନୈତିକ ଦଳ ଅଛନ୍ତି ସେମାନେ କ'ଣ କରନ୍ତି, ସେମାନେ ଇଲେକ୍ସନରେ ଭାଗ ନିଅନ୍ତି ହେଲା। ସେମାନେ ଇଲେକ୍ସନରେ ଭାଗ ନେବେ, ଇଲେକ୍ସନରେ ଭାଗ ନେଲା ପରେ ତାପରେ କ'ଣ କରିବେ, ଯିଏ ଜିତିବ ବୁଝିଗଲା, ଯେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ, ଯେଉଁ ଦଳ ମେଜରିଟି ଭୋଟ ପାଇବ ସିଏ କ'ଣ କରିବ, ସିଏ ହିଁ ସରକାର ଗଠନ କରିବ ହେଲା। ଆଉ ଅନ୍ୟ ଦଳମାନେ ବିରୋଧୀ ଦଳ ଭାବେ ସରକାରକୁ ନିୟନ୍ତ୍ରଣ କରିବେ। ଆଉ ଯେଉଁ ଅନ୍ୟ ଦଳମାନେ ରହିଲେ, ଯେତେ ବି ରାଜନୈତିକ ଦଳ ରହିଲେ, ସେମାନଙ୍କର କାମ ହେଉଛି କ'ଣ, ବିରୋଧୀ ଦଳ ଅଂଶଗ୍ରହଣ କରିବା। ସେମାନେ ସବୁ ବିରୋଧୀ ଦଳ ହେଇଗଲେ ହେଲା। ଯିଏ ମେଜରିଟି ଭୋଟ ପାଇଲା ସିଏ ହେଇଗଲା ସରକାରୀ ଦଳ, ବୁଝିପାରୁଛ ନା ନାହିଁ, ସେ ସରକାର ତିଆରି କରିବ। ଆଉ ଯିଏ କମ୍ ଭୋଟ ପାଇଲେ ବା ତାଠାରୁ କମ୍ ସବୁ ଭୋଟ ପାଇଛନ୍ତି ସେମାନେ ସବୁ ବିରୋଧୀ ଦଳର ଭୂମିକା ଗ୍ରହଣ କରନ୍ତି, ବୁଝିପାରିଲେ। ବିରୋଧୀ ଦଳ ମାନେ କ'ଣ, ସେମାନେ ବିରୋଧୀ ଦଳ ମାନେ ନୁହେଁ ଯେ ସେମାନେ ଦେଶକୁ ବିରୋଧ କରିବେ, ନା, ସେମାନେ ସରକାର ଠିକରେ କାମ କରୁଛନ୍ତି ନା ନାହାନ୍ତି, କେମିତି କାମ କରୁଛନ୍ତି, ଲୋକମାନଙ୍କର ଉଦ୍ଦେଶ୍ୟ ସେମାନେ ପୂରଣ କରୁଛନ୍ତି ନା ନାହାନ୍ତି। ତେଣୁ ଏଇ ଜିନିଷକୁ ସେମାନେ କ୍ରିଟିସାଇଜ କରିବେ, ବୁଝିଗଲା, ସେମାନଙ୍କ ସରକାର ପାଖରେ ପହଞ୍ଚେଇବେ, ଲୋକମାନଙ୍କ ପାଖକୁ ଅବଗତ କରେଇବେ। ତେଣୁ ଏଇଟା ହେଉଛି ବିରୋଧୀ ଦଳର କାମ। ତେଣୁ ପ୍ରଥମ ହେଉଛି କ'ଣ, ଯେ ଏଷ୍ଟାବ୍ଲିଶମେଣ୍ଟ ଅଫ୍ ପାର୍ଲାମେଣ୍ଟାରୀ ଡେମୋକ୍ରାସି ହେଲା। ଆମର ଯେଉଁ ପାର୍ଲାମେଣ୍ଟାରୀ ଡେମୋକ୍ରାସି ଅଛି, ବୁଝିପାରୁଛ ନା ନାହିଁ, ତାକୁ ଏଷ୍ଟାବ୍ଲିଶ କରିବା ସ୍ୱତନ୍ତ୍ର ଗୋଟେ ସୋପାନ ଅଛି। ରାଜନୈତିକ ଦଳମାନେ ସେମାନେ ପାୱାରକୁ ଆସିବା ପୂର୍ବରୁ ସେମାନେ ଗୋଟେ ଇଲେକ୍ସନ ବା ଆମର ଯେଉଁ ନିର୍ବାଚନ ଅଛି ସେଇ ପ୍ରକ୍ରିୟା ମାଧ୍ୟମରେ ଦେଇକି ସେମାନେ ଆସନ୍ତି ହେଲା। ସେ ଇଲେକ୍ସନରେ ସେମାନେ ଲଢ଼ିବେ, ଯଦି ତାଙ୍କୁ ମେଜରିଟି ଭୋଟ ମିଳିଲା ତାହେଲେ ସେମାନେ କ'ଣ କରିବେ, ଆମର ସରକାର ଗଠନ କରିବେ। ଆଉ ଯେଉଁମାନେ ମାଇନରିଟି ଭୋଟ ପାଇଲେ, ଯେଉଁମାନେ ମେଜରିଟିଠୁ ଆହୁରି କମ୍ ଭୋଟ ପାଇଲେ, ସେମାନେ ବିରୋଧୀ ଦଳର ଭୂମିକା ଗ୍ରହଣ କରିବେ। ବିରୋଧୀ ଦଳ ଭୂମିକା କ'ଣ କରେ, ତା କାମ ହେଉଛି ଯେ ସରକାରକୁ କଣ୍ଟ୍ରୋଲ କରିବା ବା ସରକାରକୁ ନିୟନ୍ତ୍ରଣ କରିବା ହେଲା, ବୁଝିପାରିଲ। ଅପୋଜିଟ୍ ଯେଉଁ ପାର୍ଟି ରହିଲା ଆମର, ସେମାନେ କ'ଣ କରନ୍ତି, ସରକାରକୁ ନିୟନ୍ତ୍ରଣ କରନ୍ତି, କଣ୍ଟ୍ରୋଲ କରନ୍ତି ହେଲା। ପିଲେ ନେକ୍ସଟ ଯିବା ତାପରେ ଆସିଲା ଦେଖ, ଜନମତକୁ ସଂଗଠିତ କରିବା ହେଲା, ଅର୍ଗାନାଇଜିଂ ପବ୍ଲିକ ଓପିନିଅନ ପିଲେ ହେଲା। ଯେଉଁ ଆମର ଯେଉଁ ଜନମତ ଅଛି ତାକୁ କେମିତି ସଂଗଠନ କରିବା, ସେଇଟା ହେଉଛି ତାଙ୍କର ସେକେଣ୍ଡ କାମ। କାହାର, ରାଜନୈତିକ ଦଳର। କ'ଣ ଦେଇଛି, ରାଜନୈତିକ ଦଳ ମାନେ ସଭା ସମିତି ମାଧ୍ୟମରେ ଦେଶର ସମସ୍ୟା ଓ ନିଜର ଦଳର ଆଦର୍ଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାନ୍ତି ହେଲା। ଯେଉଁ ଆମର ଯେଉଁ ରାଷ୍ଟ୍ରରେ ଯେଉଁ ଲୋକମାନେ ଅଛନ୍ତି ତାଙ୍କୁ ଦେଶର କ'ଣ ସମସ୍ୟା ଅଛି, ବୁଝିପାରିଲ। ଆଜି ବି ଲୋକ ଅଛନ୍ତି ହେଲା, ଦେଶର କ'ଣ ସମସ୍ୟା ଅଛି ସେମାନେ ଠିକରେ ଅବଗତ ନାହାନ୍ତି, ବୁଝିପାରୁଛ ନା ବୁଝିପାରୁନ। ଏତେ ପ୍ରକାର ସିଚୁଏସନ୍ ଅଛି, ଏତେ ପ୍ରକାର ପ୍ରୋବ୍ଲେମ୍ସ ଅଛି, ତଥାପି ସେମାନେ ଜାଣୁନାହାନ୍ତି। ସେମାନେ କ'ଣ, ସେମାନେ ତ କହୁଛନ୍ତି ନାଇଁ ଆମକୁ ଗଣ୍ଡେ ଖାଇବାକୁ ମିଳିଯାଉଛି, ଖଣ୍ଡିଏ ପିନ୍ଧିବାକୁ ମିଳିଯାଉଛି ହେଲା, ସେତିକି ଆମ ପାଇଁ ଯଥେଷ୍ଟ, ବୁଝିପାରିଲ। କିନ୍ତୁ ଅଲଗା ଦେଶ ଦେଖିବ, ତାଙ୍କର କେବଳ ଖାଇବା ପିଇବାରେ ସେମାନେ ସୀମିତ ନୁହନ୍ତି, ତାଙ୍କ ଦେଶ କିନ୍ତୁ ଉନ୍ନତି କରିବ। ତମେ ଜାପାନର ଏକ୍ଜାମ୍ପଲ୍ ନିଅ କି ଚାଇନାର ଏକ୍ଜାମ୍ପଲ୍ ନିଅ ହେଲା, ଆମେରିକାର ଏକ୍ଜାମ୍ପଲ୍ ନିଅ, ସେମାନେ କେବଳ ଖାଇବା ପିଇବାରେ ସୀମିତ ନାହାନ୍ତି, ବୁଝିପାରୁଛ ନା ବୁଝିପାରୁନ। ସେମାନେ ଚାହାନ୍ତି ତାଙ୍କ ଦେଶ କେମିତି ଉନ୍ନତି କରୁ, ଆମର ଇନକମ୍ କେମିତି ବଢ଼ୁ, ଆମେ କେମିତି ଡେଭଲପ୍ କରୁ, ଆମେ ଡେଭଲପ୍ କଲେ ଆମ ଦେଶ ବି ଡେଭଲପ୍ କରିବ, ସେ ବିଷୟରେ ସେମାନେ ଚିନ୍ତା କରନ୍ତି, ବୁଝିପାରୁଛ। ତେଣୁ ରାଜନୈତିକ ଦଳର ତା ସେକେଣ୍ଡ କାମ ହେଉଛି କ'ଣ, ଯେ ସେମାନେ କ'ଣ କରିବେ, ସେମାନେ ଯେଉଁ ଆମର ଯେଉଁ ସଭା ସମିତି ଅଛି ହେଲା, ବିଭିନ୍ନ ପ୍ରକାର ସଭା କରିବେ, ସମିତି କରିବେ, ଲୋକମାନଙ୍କୁ ଡାକିବେ, ବୁଝିପାରୁଛ। ସେଠି ଡାକିକି ଲୋକମାନଙ୍କୁ ଉପସ୍ଥିତିରେ କ'ଣ କରିବେ, ନ୍ୟୁଜ୍ ମିଡ଼ିଆକୁ ଡାକିବେ ହେଲା। ନ୍ୟୁଜ୍ ମିଡ଼ିଆ ଆଗରେ ସେମାନେ କ'ଣ କରିବେ, ଦେଶର କ'ଣ ସବୁ ସମସ୍ୟା ଅଛି, ଫର୍ ଏକ୍ଜାମ୍ପଲ୍ ଯେମିତି ଅନଏମ୍ପ୍ଲୟମେଣ୍ଟ ଅଛି, ଲୋକମାନେ ବହୁତ ବେକାରୀ ସମସ୍ୟା ବହୁତ ବଢ଼ିଲେଇ, ବୁଝିପାରୁଛ। ରାସ୍ତାଘାଟ ଠିକରେ କାମ ହେଇପାରୁନି, ଖାଲ ଢିପ ଯେଉଁଠି ପାଇବ ସବୁଠି ଖାଲ ଢିପ ଅଛି ହେଲା। ଲୋକମାନଙ୍କଠୁ ମାନେ କ'ଣ ଇଲିଗାଲି ଚାନ୍ଦା ଆଦାୟ କରାଯାଉଛି, ବା ଆମର ଯେଉଁ ଟ୍ରାଫିକ୍ ଭାଓଲେସନ୍ରେ ବହୁତ ପ୍ରକାର ଆଦାୟ କରାଯାଉଛି, ଯେଉଁ ଆମର ଫାଇନ୍ ଗୁଡ଼ା ଆଦାୟ କରାଯାଉଛି ହେଲା। ଯେଉଁ ରେଟ୍ରେ ଫାଇନ୍ ଆଦାୟ ହେଉଛି ସେଇ ରେଟ୍ରେ ବି କ'ଣ ଆମର ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ହେଉନି, ରାସ୍ତାଘାଟ ବି ଭଲ ତିଆରି ହେଉନି, କେଉଁଠି ଡ୍ରେନ୍ ମୁକୁଳା ରହୁଛି, ଲୋକମାନେ ପଡ଼ିକି ମଲେଣି ହେଲା। କି ଆମର ଦେଖିବ ଯଦି ଆମର କେଉଁଠି ଜଙ୍ଗଲ କଟାଗଲେ, ବୁଝିପାରୁଛ ନା ନାହିଁ, ଜୈବ ବିବିଧତା ନଷ୍ଟ ହେଲେ ହେଲା। ତେଣୁ ଏଇସବୁ ଯେଉଁ ପ୍ରୋବ୍ଲେମ୍ ଅଛି ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା, ସେଇଟା ହେଉଛି କ'ଣ, ରାଜନୈତିକ ଦଳର କାମ ହେଲା। ଆଉ ନିଜର ତା ସହିତ ନିଜର ଦଳର ଯେଉଁ ଆଦର୍ଶ ମାନେ କ'ଣ ଲୋକମାନେ ସଚେତନ କରିବା, ସେଇଟା ତ ପ୍ରଥମ କାମ। ଯେ ଦେଶର କ'ଣ ସମସ୍ୟା ଅଛି ସେଇଟା ଲୋକମାନଙ୍କ ପାଖରେ ପହଞ୍ଚାଇବା, ତା ସହିତ ସେ ସମସ୍ୟାର କେମିତି ସମାଧାନ ହେଇପାରିବ ହେଲା, ସେମାନେ ନୀତି ଆଦର୍ଶ ଦ୍ୱାରା ସେଇଟା ଲୋକମାନଙ୍କ ପାଖରେ ସେମାନେ ପହଞ୍ଚାନ୍ତି। ନିଜର ଯେଉଁ ନୀତି, ନିଜ ଦଳର ଯେଉଁ ନୀତି ଆଦର୍ଶ ଅଛି ସେଇଟା ବି ସେମାନେ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ବୁଝିପାରିଲ, ସଭା ସମିତି ମାଧ୍ୟମରେ। ଆଉ ଏହା ଲୋକମାନଙ୍କ ଭିତରେ ରାଜନୈତିକ ସଚେତନତା ବୃଦ୍ଧି କରେ। ସେ କ'ଣ କରେ, ଲୋକମାନଙ୍କ ଭିତରେ ଗୋଟେ ରାଜନୈତିକ ସଚେତନତା ବୃଦ୍ଧି କରେ। ଲୋକମାନେ ରାଜନୀତି ବିଷୟରେ କ'ଣ କରନ୍ତି, ଟିକେ ସଚେତନ ହୁଅନ୍ତି, ଟିକେ ବିଜ୍ଞ ହୁଅନ୍ତି, ନାଇଁ ଜିନିଷଟା ହେଉଛି ଏଇଆ, ବୁଝିପାରିଲ, ଦେଶରେ ଏଇଆ ଘଟୁଛି
ହେଲା ବୁଝିଲାଟି। ତାପରେ ଆସିବ ଆମର ଶାସନ ନୀତି ନିର୍ଦ୍ଧାରଣ ହେଲା। ଆମର ଯେଉଁ ଶାସନ ନୀତି ଅଛି ତାକୁ ବି ଏଇଟା କ'ଣ କରିବା ନିର୍ଦ୍ଧାରଣ କରିବା ହେଲା। ଯେମିତି ହେଇଛି ପଲିସି ଫର୍ମୁଲେସନ୍, ପଲିସି ତିଆରି କରିବା। ହେଇଛି କ୍ଷମତାରେ ଥିବା ଦଳ ନିଜର ଆଦର୍ଶ ଅନୁସାରେ ନୀତି ପ୍ରଣୟନ କରେ ଓ ବିରୋଧୀ ଦଳର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କୁ ପ୍ରଭାବିତ କରିଥାନ୍ତି। ଆମର ଯେଉଁ ଦଳ ମେଜରିଟି ଭୋଟ୍ ପାଏ ବା ଯେଉଁ ଦଳ ଇଲେକ୍ସନରେ ଆମର ନିର୍ବାଚନରେ ଅଧିକ ଭୋଟ୍ ପାଏ ସିଏ କ'ଣ କରେ ସରକାର ଗଠନ କରେ। ସିଏ ସରକାର ଗଠନ କଲା, ସିଏ କ'ଣ କରିବ ନିଜର ନୀତି ଆଦର୍ଶକୁ ସେମାନେ କ'ଣ କରନ୍ତି, ସେମାନେ ନୀତି ଆଦର୍ଶ ଅନୁସାରେ ନୀତି ଆଉ ବା ନିୟମ ତିଆରି କରନ୍ତି ହେଲା। ଆଇନ କାନୁନ ସେମାନେ ପ୍ରଣୟନ କରନ୍ତି। ଆମେ ଜାଣିଛେ ଯେଉଁମାନେ ଏମ୍ପି ଆଉ ଏମ୍ଏଲ୍ଏ ମାନେ ସେମାନେ କ'ଣ କରନ୍ତି ଆଇନ ପ୍ରଣୟନ କରନ୍ତି। ସେ ପାର୍ଲାମେଣ୍ଟରେ ହେଉ କି ଆମର ଲେଜିସ୍ଲେଟିଭ୍ ଆସେମ୍ବଲିରେ ହେଉ ହେଲା, ସଂସଦର ହେଉ ବା ଆମର ବିଧାନସଭା ବିଧାନ ପରିଷଦରେ ହେଉ, ସେମାନେ କ'ଣ କରନ୍ତି ନୀତି ନିୟମ କରନ୍ତି, ନୀତି ନିର୍ଦ୍ଧାରଣ କରନ୍ତି। ତେଣୁ ସେମାନେ ୱାନ୍ସ ପାୱାରକୁ ଆସିଲା ମାନେ ସେମାନେ ନିଜର ଆଦର୍ଶ ଅନୁସାରେ ନିଜର ନୀତି ଅନୁସାରେ ସେମାନେ ମଧ୍ୟ ପଲିସି ତିଆରି କରିବେ ବା ଆମର ଯେଉଁ ଆଇନ କାନୁନ ତିଆରି କରିବେ ହେଲା। କିନ୍ତୁ ସେତିକି ନୁହଁ, ତା ସହିତ ଯେଉଁମାନେ ବିରୋଧୀ ଦଳର ବି ଅଛନ୍ତି, ବିରୋଧୀ ଦଳ ଯେଉଁ ପାର୍ଟି ଅଛି ବା ଦଳ ଅଛି, ସେମାନେ କ'ଣ କରିବେ ସେ ନୀତି ଆଦର୍ଶକୁ ସେଟା କେତେ ଦୂର ହେବ, କେତେ ଦୂର ଠିକ୍, କେତେ ଦୂର ଭୁଲ, ସେଇଟାକୁ ମଧ୍ୟ ସେମାନେ ନିର୍ଦ୍ଧାରଣ କରନ୍ତି। ଏଠି ବିରୋଧୀ ଦଳର ଭୂମିକା ବି ବହୁତ ଗୁରୁତ୍ୱପୂର୍ଣ୍ଣ। ପିଲା ମନେ ରଖ, ଗଣତନ୍ତ୍ରରେ କେବଳ ଆମର ସରକାର ଦଳ ବା ମେଜରିଟି ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ନୁହଁ, ତା ସହିତ ଆମର ଯେଉଁ ବିରୋଧୀ ଦଳ ଅଛି ତାହାର ବି ମାନେ କ'ଣ ତାର ବି ଅବସ୍ଥିତି ବା ତାର ବି ଉପସ୍ଥିତ ନିହାତି ଦରକାର ହେଲା। ତାର ବି ଆକ୍ଟିଭ ପାର୍ଟିସିପେସନ୍ ଦରକାର। ଯଦି ସେମାନେ ଚୁପ୍ ହେଇକି ବସିଯିବେ ତାହେଲେ ଯେଉଁ ଶାସକ ଦଳ ଅଛି ସେ ଲୋକମାନଙ୍କ ଉପରେ କ'ଣ ଡିକ୍ଟେଟରସିପ୍ ମାନେ ଶାସନ ଚଲେଇବେ, ସେମାନେ ଏକଛତ୍ରବାଦୀ ଶାସନ ଚଲେଇବେ। ତେଣୁ ଏଠି ଆମର ଯେଉଁ ବିରୋଧୀ ଦଳ ଅଛି ତାର ଭୂମିକା ବି ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ହେଲା। ବୁଝିପାରିଲ ଟି। ତେଣୁ ଶାସନ ନୀତି ନିର୍ଦ୍ଧାରଣ ତାଙ୍କର ହେଉଛି କାମ। କାହାର ଆମର ଯେଉଁ ରାଜନୈତିକ ଦଳ, ଯେଉଁ ରାଜନୈତିକ ଦଳ ପାୱାରକୁ ଆସେ ସିଏ କ'ଣ କରେ ନିଜର ନୀତି ଆଉ ଆଦର୍ଶ ଦ୍ୱାରା ଆମର କ'ଣ କରେ ଶାସନକୁ ନିର୍ଦ୍ଧାରଣ କରେ, ଆମର ଯେଉଁ ପଲିସି ଅଛି ତାକୁ ଫର୍ମୁଲେଟ୍ କରେ ବା ତାକୁ ତିଆରି କରେ ହେଲା। ତାପରେ ଆସିଲା ରାଜନୈତିକ ସ୍ଥିରତା ରକ୍ଷା କରିବା। ଆମର ଯେଉଁ ମେଣ୍ଟେନିଂ ପଲିଟିକାଲ ଷ୍ଟାବିଲିଟି, ମେଣ୍ଟେନିଂ ପଲିଟିକାଲ ଷ୍ଟାବିଲିଟି ଯେଉଁ ଦଳମାନେ ଅଛନ୍ତି, ଯେମିତିକି ଦଳମାନେ ଆଞ୍ଚଳିକ ବିଭେଦ, ବିଚ୍ଛିନ୍ନତାବାଦ ଓ ସାମ୍ପ୍ରଦାୟବାଦ ଭଳି ସମସ୍ୟାକୁ ଦୂରରେ ରହି ଦେଶର ଏକତା ଓ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରନ୍ତି। ରାଜନୈତିକ ଦଳ କ'ଣ କରନ୍ତି, ସେମାନେ ନିଜର ଆଞ୍ଚଳିକ ହେଲା ଆଞ୍ଚଳିକ ବିଭେଦତା ଯେଉଁ ରହିଛି ବା ଆମର ଯେଉଁ ଆଞ୍ଚଳିକ ଆମେ କହୁଛେ କ'ଣ ରିଜନାଲିଜିମ୍, ନିଜ ଅଞ୍ଚଳକୁ ନେଇକି ଅହେତୁକ ଭଲ ପାଇବା ଆଉ ଅନ୍ୟ ଅଞ୍ଚଳକୁ ଘୃଣା କରିବା, ଏଇ ଯେଉଁ ଭେଦଭାବ ସବୁ ରହିଛି ତାକୁ ଦୂରେଇକି, ତାଠାରୁ ଦୂରେଇକି ବିଚ୍ଛିନ୍ନତାବାଦ ଓ ସାମ୍ପ୍ରଦାୟିକତାବାଦୀ ଭଳି ଆମର ଯେଉଁ କ'ଣ ଧର୍ମକୁ ନେଇକି ହେଉ, ଜାତିକୁ ନେଇକି ହେଉ, ଯେଉଁ ସବୁ ଭେଦଭାବ ସବୁ ରହିଛି ତାଙ୍କଠାରୁ ଦୂରେଇ ରହି ହେଲା, ତାଠାରୁ ନିଜକୁ ନିବୃତ୍ତ କରାଇ, ବୁଝିପାରୁଛ ନା ନାଇଁ, ଦେଶର ଏକତା ଓ ସ୍ଥିରତା କେମିତି ବଜାୟ ରହିବ ସେଥିପ୍ରତି ଚେଷ୍ଟା କରନ୍ତି। ଦେଶର ଏକତା ରହୁ, ବୁଝିପାରୁଛ ନା ନାଇଁ, ଦେଶ ଏକ ରହୁ। ଦେଶ ଅନେକ ହେଇଗଲେ ଖରାପ, ବୁଝିପାରୁଛ। ଦେଶ ହେଉଛି ସବୁ ମୂଳରେ କିଏ ବା ସର୍ବୋପରି ହେଉଛି ଆମର ରାଷ୍ଟ୍ର ବା ଦେଶ। ତେଣୁ ଦେଶର କେମିତି ଏକତା ଓ ସ୍ଥିରତା ଆମର ଯେଉଁ ସ୍ଥିରତା ଅଛି ସେଇଟା ବଜାୟ ରହିବ ହେଲା, ୟୁନିଟି ଆଉ ମାନେ କ'ଣ ଇଣ୍ଟିଗ୍ରିଟି କେମିତି ବଜାୟ ରହିବ ସେ ବିଷୟରେ ରାଜନୈତିକ ଦଳମାନେ ମାନେ କ'ଣ ସର୍ବଦା ଚେଷ୍ଟା କରନ୍ତି ହେଲା। ନିଜର ଆଞ୍ଚଳିକ ଭେଦଭାବ ଭୁଲିକି, ସାମ୍ପ୍ରଦାୟିକତା ଭେଦଭାବ ଭୁଲିକି, ଜାତୀୟଣା ଭେଦଭାବ ଭୁଲିକି, ବିଚ୍ଛିନ୍ନତା ଭେଦଭାବ ଭୁଲିକି ସେମାନେ ଚେଷ୍ଟା କରନ୍ତି ଯେ କେମିତି ଆମ ଦେଶରେ ଏକତା ଆଉ ମାନେ କ'ଣ ଅଖଣ୍ଡତା ବଜାୟ ରହିବ, ସ୍ଥିରତା ବଜାୟ ରହିବ ହେଲା। ବୁଝିପାରିଲ। ନେକ୍ସଟ ଆସିବା କ୍ଷମତା ହାସଲ ପାଇଁ ଉଦ୍ୟମ ହେଲା। ରାଜନୈତିକ ଦଳମାନେ ସବୁବେଳେ କ'ଣ ଚାହାନ୍ତି, ସେମାନେ କେମିତି କ୍ଷମତାକୁ ଆସିବେ। ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ'ଣ ପାୱାରକୁ ଆସିବା। ପ୍ରତ୍ୟେକ ଦଳର ଲକ୍ଷ୍ୟ ହେଉଛି ନିର୍ବାଚନ ଜିତି କ୍ଷମତାକୁ ଆସିବା ହେଲା। ଏଫର୍ଟ ଟୁ ଗେନ୍ ପାୱାର, ସବୁବେଳେ ସେମାନେ ଏଫର୍ଟ ଦିଅନ୍ତି କେମିତି ଆମେ ପାୱାରକୁ ଆସିବୁ, କେମିତି ଆମେ ସରକାର ତିଆରି କରିବୁ। ସରକାର ୱାନ୍ସ ତିଆରି କଲୁ ମାନେ ଆମର ଯେଉଁ ନୀତି ଆଦର୍ଶ ଅଛି ସେଇଟା ସବୁ ଲୋକଙ୍କ ପାଖରେ ପହଞ୍ଚି ପାରିବ ହେଲା। ତେଣୁ ତାଙ୍କର ଉଦ୍ଦେଶ୍ୟ ଥାଏ ଯେ କେମିତି ଆମେ କ'ଣ କରିବୁ କ୍ଷମତାକୁ ଆସିବୁ, ଯାହାଦ୍ୱାରା ସେମାନେ ନିଜର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିପାରିବେ। ଏଥିପାଇଁ ଦଳମାନେ ମେଣ୍ଟ ମଧ୍ୟ କରିଥାନ୍ତି। ତେଣୁ ବେଳେବେଳେ କ'ଣ ହୁଏ, ଯେତେବେଳେ ମେଜରିଟି ଭୋଟ୍ ପାଆନ୍ତିନି କୌଣସି ଦଳ, ସେତେବେଳେ କିଛି ଦଳ ମିଶିକି ସରକାର ତିଆରି କରନ୍ତି। ଆମେ ତାକୁ କ'ଣ କହୁ, ଆମେ ତାକୁ ଆଲିଏନ୍ସ କହୁ ବା ଆମେ ତାକୁ କୋଆଲିସନ୍ ଗଭର୍ଣ୍ଣମେଣ୍ଟ କହୁ। ସେମିତି ଦଳମାନେ ଏକାଠି ହେଇକି ମେଣ୍ଟ କରିକି ହେଲା ସେମାନେ ବି ସରକାର ତିଆରି କରନ୍ତି। ବୁଝିପାରିଲ। ଯେମିତି ଆମର କେଉଁଠି ହେଇଛି, ଆମର ଯେଉଁ ଏବେ ତାମିଲନାଡୁରେ ହେଇଛି ହେଲା, ଯେଉଁ ଥାଲାପତି ବିଜୟ ସରକାର କରିଛନ୍ତି, ତାଙ୍କର ବେଶୀ ମେଜରିଟି ଭୋଟ୍ ନଥିଲା। ତେଣୁ ସେ କଂଗ୍ରେସ ଅନ୍ୟ ଯେଉଁ ପାର୍ଟି ଅଛନ୍ତି ତାଙ୍କ ସହିତ ମିଶିକି ମେଜରିଟି ପାଇକି ସେମାନେ କ'ଣ କଲେ, ସେମାନେ ଗୋଟେ ଆଲିଏନ୍ସ ପାର୍ଟି ତିଆରି କଲେ ଆଉ ସେଇ ପାର୍ଟି ହିଁ ସରକାର ଗଠନ କଲା ହେଲା, କ୍ଷମତାକୁ ଆସିଲା।
ତେଣୁ ପ୍ରତ୍ୟେକ ରାଜନୈତିକ ଦଳର ମୁଖ୍ୟ ଉଦ୍ଦେଶ୍ୟ ଥାଏ କେମିତି ଆମେ ପାୱାରକୁ ଯିବୁ। ପାୱାରକୁ ଯିବା ପାଇଁ ହେଲେ ତାଙ୍କୁ ଇଲେକ୍ସନ ମାଧ୍ୟମରେ ଯିବାକୁ ପଡ଼େ, ନିର୍ବାଚନ ମାଧ୍ୟମରେ ତାଙ୍କୁ ଯିବାକୁ ପଡ଼େ। ବୁଝିପାରିଲ? ତାପରେ ଯିବା ଆମର ଦେଖ ଯେ ସେ କହିଛି ସରକାର ଓ ଜନସାଧାରଣ ମାନଙ୍କର ଯୋଗସୂତ୍ର ହେଲା, ଲିଙ୍କ ବିଟୱିନ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ। ମାନେ ଏଠି ସରକାର ଆଉ ଲୋକମାନେ ଆମେ ଚାହିଁଲେ ସରକାର ପାଖରେ ପହଞ୍ଚି ପାରିବା କି? ପହଞ୍ଚି ପାରିବାନି, ଅସମ୍ଭବ। ବୁଝିହେଲା? ବହୁତ ମାନେ ପରିଶ୍ରମ ପଡ଼ିବ। ତେଣୁ ଏଠି ଯେଉଁମାନେ ରାଜନୈତିକ ଦଳ ଅଛନ୍ତି ବା ଯେଉଁ ଆମର ଯେଉଁ ବିରୋଧୀ ଦଳ ଅଛନ୍ତି, ଯେଉଁ ଅନ୍ୟ ଦଳମାନେ ସବୁ ଅଛନ୍ତି, ଯେଉଁମାନେ ପାୱାରରେ ନଥାନ୍ତି, ସେମାନେ କ'ଣ କରନ୍ତି? ଲୋକଙ୍କର ଦୁଃଖ ଅଭିଯୋଗକୁ ସେମାନେ ସରକାର ପାଖରେ ପହଞ୍ଚାନ୍ତି। ସେ ମିଡ଼ିଆ ମାଧ୍ୟମରେ ହେଉ, ସେ ଆମର ପାର୍ଲାମେଣ୍ଟରେ ହେଉ, କି ଆମର ଯେଉଁ ଆମର ଲେଜିସ୍ଲେଟିଭ୍ ଆସେମ୍ବଲି ଅଛି ତା ଭିତରେ ହେଉ, କେଉଁଠି ନା କେଉଁଠି ସେଇ ଯେଉଁ ଦଳ ଅଛନ୍ତି ରାଜନୈତିକ ଦଳ, ସେମାନେ ଆମର ଯେଉଁ ଲୋକମାନଙ୍କର ଜନସାଧାରଣମାନଙ୍କର ଦୁଃଖ ଅଭିଯୋଗକୁ ସେମାନେ ଜଣାଇଥାନ୍ତି। ବିରୋଧୀ ଦଳ ସରକାରମାନଙ୍କ ଭୁଲକୁ ସମାଲୋଚନା କରି ସୁଧାରିବାକୁ ଚେଷ୍ଟା କରେ। ଯଦି ସରକାର ଦଳ କୌଣସି ମାନେ କାମ କଲା ଯାହାଦ୍ୱାରା କ'ଣ ହେଉଛି, ଦେଶର କିଛି କ୍ଷତି ହେଉଛି ବା ଲୋକମାନଙ୍କର କିଛି କ୍ଷତି ହେଉଛି, ତାହେଲେ ସେ ସମୟରେ ବିରୋଧୀ ଦଳ କ'ଣ କରେ? ତାକୁ କ୍ରିଟିସାଇଜ୍ କରେ, ତାକୁ ସମାଲୋଚନା କରେ। ଆଉ ସେ ସମାଲୋଚନା ହିଁ ମାନେ କ'ଣ ବିରୋଧୀ ଦଳର ମୁଖ୍ୟ କାମ ହେଲା। ଯାହାଫଳରେ ଆମର ଶାସକ ଦଳ ଯିଏ ଅଛି ସିଏ କ'ଣ ସୁଧାରିବାକୁ ଚେଷ୍ଟା କରେ, ତା କାମରେ ପରିବର୍ତ୍ତନ ଆଣିବାକୁ ସେ ଚେଷ୍ଟା କରେ। ବୁଝିପାରିଲ? ଏହା ଛଡ଼ା ଦୁର୍ବିପାକ ସମୟରେ ଏମାନେ ସମାଜ ମଙ୍ଗଳ କାର୍ଯ୍ୟ ମଧ୍ୟ କରନ୍ତି। ଦୁର୍ବିପାକ ଯେମିତି ବାତ୍ୟା ହେଉ, ବନ୍ୟା ହେଉ କି ମରୁଡ଼ି ହେଉ, ସେ ସମୟରେ ଯଦି ସେମାନେ ବି କ'ଣ କରନ୍ତି? ଲୋକମାନଙ୍କୁ ଆସି ସାହାଯ୍ୟ କରନ୍ତି ହେଲା। ବୁଝିପାରୁଛ ନା? ଯେ କେବଳ ଆମେ ପାୱାରକୁ ଆସିଲେ ହିଁ ଲୋକମାନଙ୍କୁ ସାହାଯ୍ୟ କରିବୁ ତା ନୁହେଁ। ଯଦି ଲୋକମାନେ କିଛି ସୁବିଧା ଅସୁବିଧା ପଇଲା, କିଛି ପ୍ରାକୃତିକ ଦୁର୍ବିପାକ ପଇଲା, ତାହେଲେ ସେ ସମୟରେ ବି ସେମାନେ ଆସିକି ସାହାଯ୍ୟ କରନ୍ତି। ରାଜନୈତିକ ଦଳମାନେ ଲୋକମାନଙ୍କୁ ସାହାଯ୍ୟ କରନ୍ତି।